ବର୍ତ୍ତମାନ ତାଙ୍କର ସରକାରଙ୍କର ସ୍ୱାସ୍ଥ୍ୟ ବିଲକୁଲ ଭଲ ନାହିଁ। ବର୍ତ୍ତମାନ ଯୋଉ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି ସେ ସରକାର ସ୍ୱାସ୍ଥ୍ୟ ଭଲ ନାହିଁ। ଆପଣଙ୍କର ଯୋଉ ଆୟୁଷ୍ମାନ ଯୋଜନା କରିଛନ୍ତି ସେ ଆୟୁଷ୍ମାନ ଯୋଜନା ତ ଶ୍ମଶାନ ଯୋଜନାରେ ପରିଣତ ହେଇଗଲାଣି ଏବଂ ତାର ରିଫ୍ଲେକ୍ସନ ସବୁଠି ଆପଣ ଦେଖିବେ ଗୋଟେ ଶବ ଧରିକି 8 କିଲୋମିଟର ଚାଲି ଚାଲି ଯାଇଛନ୍ତି। ଆପଣ ଯୋଉ ନ୍ୟୁଜ ଆସିଛି ଆଜି ଖବର ଆସି କୋରାପୁଟ ମେଡିକାଲ କଲେଜରେ ଭୁଲ ଇଞ୍ଜେକ୍ସନ ଦେଇକି ଲୋକଙ୍କୁ ମାରି ଦିଆଗଲାଣି ଏବଂ ପ୍ରତ୍ୟେକ ଲୋକମାନେ ଯେତେବେଳେ ହସ୍ପିଟାଲ ଯାଉଛନ୍ତି ସେଠି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତେଣୁକରି ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନାହିଁ କି ରାଜ୍ୟ ସରକାରଙ୍କର ସାମୂହିକ ଭାବରେ ସ୍ୱାସ୍ଥ୍ୟ ଭଲ ନାହିଁ। ତେଣୁ ତୁରନ୍ତ ଏ ସରକାର ହଟିଯିବା ଦରକାର। ଯିଏ ଦୋଷୀ ତାକୁ ତୁରନ୍ତ ଦଣ୍ଡ ଦିଅନ୍ତୁ। ଏଭଳି ଭୁଲ ଇଞ୍ଜେକ୍ସନ ଦବାରେ ଯୋଉମାନେ ଦୋଷୀ ତାଙ୍କୁ ତୁରନ୍ତ ଦଣ୍ଡ ଦିଅନ୍ତୁ ଏବଂ 8 କିଲୋମିଟର ଶବ ଧରିକି ଚାଲିଛନ୍ତି ତାର ତୁରନ୍ତ ଏନକ୍ୱାରି କରନ୍ତୁ। ଏମାନେ ବହୁତ ବଡ ବଡ କଥା କହିଥିଲେ। ଯଦି ଏସବୁଙ୍କର ପଦକ୍ଷେପ ନ ନେଇ ପାରୁଛନ୍ତି ତାହେଲେ ପଶ୍ଚାତାପ କରନ୍ତୁ ଏବଂ ସରକାର ତୁରନ୍ତ ଓହରି ଯାଆନ୍ତୁ।